ସୁଭଦ୍ରାରେ ଏଥର ଯାହା ଆମେ ଏବେ ରିଭ୍ୟୁ କଲୁ, ସୁଭଦ୍ରାରେ 4,57,681 ଜଣଙ୍କୁ ଏଇ ସପ୍ତାହରେ ସୁଭଦ୍ରା ମିଳିବ। ଆଉ ସେମାନେ କିଏ ଯେ ନୂଆ ପଞ୍ଜୀକୃତ ହେଇଛନ୍ତି, ଯାହାଙ୍କୁ 21 ହେଇଛି 1,78,398 ଜଣ। ଯେଉଁମାନଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି ହେଇଥିଲା, ବନ୍ଦ ହେଇଯାଇଥିଲା, କୌଣସି କାରଣ ପାଇଁ କଟି ଯାଇଥିଲେ, ସେଭଳି 24,018 ଜଣଙ୍କୁ ମିଳିବ। ଏବଂ ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ ଦ୍ୱିତୀୟ କିସ୍ତିରେ ତାଙ୍କର ନାଁ ନଥିଲା, ସେଭଳି ହିତାଧିକାରୀ ଯେଉଁମାନେ ବଞ୍ଚିତ ଥିଲେ ସେମାନେ 2,55,265 ଯେଉଁଟା ଯାଇଥିଲା ସର୍ଭେ ପାଇଁ, ତାର ଯେଉଁ ସର୍ଭେର ରିପୋର୍ଟ ଆଧାରରେ ସମସ୍ତେ ମିଶି 4,57,681 ଜଣ ଏଥର ସୁଭଦ୍ରା ପାଇବେ। 250 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏଥର ଡିସବର୍ସ। ଏଥିରେ ନୂତନ ପଞ୍ଜୀକୃତ ହେଲେ 1,78,398 ଜଣ। ବାକି ଯେଉଁଟା ଆମେ 295 ପଠେଇଥିଲେ ଗ୍ରାସରୁଟ୍ ସର୍ଭେ, ସେଥିରୁ ଆମେ ପାଖାପାଖି 24,000 ଯେଉଁମାନେ ପୁରା କଟି ଯାଇଥିଲେ ସେମାନଙ୍କୁ ଦଉଛେ, ଆଉ ଯେଉଁଟା ଟେକ୍ନିକାଲ ଅସୁବିଧା ପାଇଁ ରହିଯାଇଥିଲେ ସେଭଳି 2,55,265 ଜଣଙ୍କୁ। ଦେଖନ୍ତୁ, ସେଇ ତ ଟାଇମ୍ ଟୁ ଟାଇମ୍ ହେବ। ସୁଭଦ୍ରା ମହିଳାଙ୍କ ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଲେଖିବ, ଯାହା ଆମେ କହିଥିଲୁ ତାକୁ ଆଗକୁ ତା ଉପରେ ଗୋଟେ ବିଭାଗର ପୁରା ସ୍ୱତନ୍ତ୍ର ଫୋକସ୍ ଅଛି। ଏବଂ ଯେଉଁମାନେ ଦକ୍ଷତା ଭାବେ ସୁଭଦ୍ରାର ଅର୍ଥକୁ ବିନିଯୋଗ କରି ନିଜେ ସଶକ୍ତ ହେଇଛନ୍ତି, ତାଙ୍କ ପାଇଁ କି ପୁଣି ଇୟର ଏଣ୍ଡିଂରେ ରହିବ, ମାର୍ଚ୍ଚ 8 ବେଳକୁ ଘୋଷଣା ହେବ।